ବହୁତ ଦିନ ଧରି ଘିଅ ମୁଁ ଖାଇନଥିଲି। ତେଣୁ କ'ଣ କରିବି ଏମିତି ଚିନ୍ତା କରୁ କରୁ ଥରେ ମୁଁ ମୋ ଚାକରର ବାଣ୍ଡଟିକୁ ଦେଖିନେଲି ଓ ସେ ବାଣ୍ଡକୁ ଦେଖି ସାରିଲା ପରେ ମୋର ଘିଅ ଖାଇବା ପାଇଁ ଏତେ ଆଗ୍ରହ ବଢ଼ିଗଲା ଯେ ମୋତେ ଆଉ କିଛି ରାସ୍ତା ଦେଖାଗଲା ନାହିଁ। ତ ମୁଁ କିପରି ମୋ ଚାକରକୁ ପଠେଇ ତା ପାଖରୁ ଘଣ୍ଟା ଘଣ୍ଟା ଧରି ଘିଅ ଖାଇଥିଲି ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ରୋଜି, ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲ୍ରେ ଆପଣମାନେ ହଟ୍ ଘିଅ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲ୍କୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲ୍ରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ ମୋ ଚାକରକୁ ପଠେଇ ମୁଁ କିପରି ତା ପାଖରୁ ଘଣ୍ଟା ଘଣ୍ଟା ଧରି ଘିଅ ଖାଇଥିଲି ସେହି ବିଷୟରେ ମୁଁ ଡିଟେଲ୍ସ ଆପଣମାନଙ୍କୁ କହୁଛି। ମୋ ନାମ ରୋଜି, ମୋର ବୟସ ପାଖାପାଖି 36 ବର୍ଷ ହେବ। ମୁଁ ଦେଖିବାକୁ ଖୁବ୍ ସୁନ୍ଦରୀ, କିନ୍ତୁ ମୋର ଗୋଟିଏ ଅସୁବିଧା ରହିଛି। ମୁଁ ସପ୍ତାହକୁ ଥରେ ବା 2 ଥର ଯଦି ଘିଅ ନ ଖାଇବି ତେବେ ମୋ ଦିହ ଖାଲି କୁଣ୍ଡେଇ ହେବ। ମୋତେ କିଛି ବି ଭଲ ଲାଗିବ ନାହିଁ। ସଦାବେଳେ ମୋ ମନ ଖରାପ ହୋଇ ରହିବ ଏବଂ ସେଇ ଘିଅ କରିବା ପାଇଁ ସବୁବେଳେ ମୋ ମନ ଭିତରେ ଲାଗି ରହିଥିବ। ତେଣୁ ସବୁଠୁ ଭଲ ହୁଏ ମୁଁ ଯଦି ସପ୍ତାହକୁ ଅତି କମ୍ରେ ଥରେ କାହା ପାଖରୁ ଘିଅ ଖାଇଥିବି ତେବେ ମୋ ମନ ସବୁ ଠିକ୍ ରୁହେ। ତ ମୋ ସ୍ୱାମୀ କିନ୍ତୁ ବାହାରେ ଚାକିରି କରନ୍ତି, ସେ ଗୁଜୁରାଟରେ ରୁହନ୍ତି। ତେଣୁ 2 ମାସ 3 ମାସକୁ ବେଳେ ବା 2 ଥର ଏମିତି ସେ ଘରକୁ ଆସନ୍ତି। କିନ୍ତୁ ମୁଁ ମୋର ତ ଘିଅ ନିଶ୍ଚିତ ଭାବରେ ଦରକାର। ତେଣୁ ମୋ ଘିଅ ପୁରା ସଲ ହୁଏ, କିନ୍ତୁ କିଛି ଉପାୟ ନଥାଏ। ମୋ ଘରେ ଚାକର, ତା ନାମ ହେଉଛି ରବି। ତ ସେ ରବି, ତାର ବୟସ ପାଖାପାଖି 24 କି 25 ହେବ। ଆମ ଘରେ ରୁହେ, ସବୁ କାମଧନ୍ଦା କରେ। ତ ଥରେ ସେ ଗାମୁଛା ପିନ୍ଧି କାମ କରୁଥିବା ସମୟରେ ମୁଁ ତାର ଲମ୍ବା ବାଣ୍ଡଟିକୁ ଦେଖିଦେଇଥିଲି। ସେ ବାଣ୍ଡକୁ ଦେଖି ସାରିଲା ପରେ, ସେ ବାଣ୍ଡ ଏତେ ସୁନ୍ଦର ହେଇଥିଲା, ତାକୁ ଦେଖି ସାରିଲା ପରେ ମୋ ମନ କାହିଁକି କେଜାଣି ଭଲ ଲାଗିଲା ନାହିଁ। ମୋ ମନ ଭିତରେ ସେଇ ଗୋଟିଏ କଥା ରହିଲା ଯେ ରବି ପାଖରୁ କିପରି ମୁଁ ପଠେଇ ତା ପାଖରୁ ଘିଅ ଖାଇବି। ତ ସୁଯୋଗ ଖୋଜୁଥାଏ, କିନ୍ତୁ ମିଳୁନଥିଲା। ଥରେ କ'ଣ ହେଇଛି, ମୋ ଶାଶୁ ଏବଂ ଶ୍ୱଶୁର କୌଣସି ଏକ କାମରେ ବାହାରକୁ ଯାଇଥିଲେ ଏବଂ ସନ୍ଧ୍ୟାବେଳେ ଫୋନ୍ କରି କହିଲେ ଯେ ଆମେ ଆଜି ଘରକୁ ଫେରିପାରିବୁ ନାହିଁ, କାଲିକି ଘରକୁ ଯାଉଛୁ। ତେଣୁ ତୁମେମାନେ ଖାଇ ପିଇ ସବୁ ଶୋଇଯିବ, ଘରେ ଭଲ କି ତାଲା ଦେଇଦେବ, ଏମିତି କହି ସେ ଜଣେଇଦେଲେ। ତ ମୁଁ ମନେ ମନେ ଭାବିନେଲି ଆଜି ହେଉଛି ଠିକ୍ ସମୟ। ଆଜି ଦିନରେ ହିଁ ମୁଁ ଚାକରକୁ ପଠେଇବି ଏବଂ ତା ପାଖରୁ ଘିଅ ଖାଇବି। ରାତି ପାଖାପାଖି 9ଟା ହେଇଗଲା। ଆମେ ସବୁ ଖାଇ ପିଇ ସାରିଲୁ। ଟିଭି ଦେଖି ଆମେ ଖାଉଥିଲୁ। ତାପରେ ଖାଇସାରିଲୁ। ଖାଇସାରି ମୋ ଚାକର ସେ ତା ରୁମ୍କୁ ଚାଲିଗଲା ଏବଂ ମୁଁ ମୋ ରୁମ୍ରେ ବିଛଣାପତ୍ର କଲି। କିଛି ସମୟ ଶୋଇଲା ପରେ 5ରୁ 10 ମିନିଟ୍ ପରେ ମୁଁ ହଠାତ୍ ପାଟି କରି ରବିକୁ ଡାକିଲି। ରବି ଉଠି ଆସିଲା, ଆସି କହିଲା, କ'ଣ ହେଲା ମା? ମୁଁ କହିଲି, ରବି, ମୋର ଗୋଡ଼ ଆଉ ମୁଣ୍ଡ ପ୍ରବଳ ମାତ୍ରାରେ ବିନ୍ଧୁଛି। ତୁ ଟିକେ ମୋ ଗୋଡ଼ ଆଉ ମୁଣ୍ଡକୁ ଟିକେ ଚିପିଦେ। ରବି କହିଲା, ହଉ ମା, ମୁଁ ଚିପି ଦେଉଛି, ତମେ ମୋତେ ଭଲ କରି ଦେଖାଅ। ତ ତା ଆଗରୁ ମୁଁ କ'ଣ କରିଥାଏ ନା, ମୁଁ ଛାୟା ଏବଂ ବ୍ଲାଉଜ୍ କିଛି ବି ପିନ୍ଧିନଥାଏ, କେବଳ ପତଳା ଶାଢ଼ୀଟିଏ ପିନ୍ଧିଥିଲି।
ତେଣୁ ମୁଁ ଯେତେବେଳେ ପତଳା ଶାଢ଼ୀ ପିନ୍ଧି ଶୋଇଥିଲି ମୋର ସର୍ବାଙ୍ଗ ଶରୀର ସେଇ ଶାଢ଼ୀ ଦେଇ ଦିଶୁଥିଲା। ତ ରୋଗୀ ପ୍ରଥମେ ତ ସେଗୁଡ଼ିକ ଦେଖିକି ନ ଦେଖିଲା ଭଳିଆ ରହିଲା। ମୋ ପାଦକୁ ଚିପିଲା ଏବଂ ପାଦରେ ଚିପି ଚିପି ମୁଁ ତାକୁ କହିଲି, ମୋ ଗଣ୍ଠି ବି ବିନ୍ଧୁଛି, ତେଣୁ ମୋ ଆଣ୍ଠୁଟିକୁ ଆଉ ଟିକେ ଚିପିଦିଅ। ତାପରେ ସେ କ'ଣ କଲା ନା ମୋ ଆଣ୍ଠୁକୁ ଚିପିଲା, ହାତ ବୁଲେଇଲା। ତା ହାତ ବୁଲେଇବାରେ ମୋ ଦେହ ପୁରା ସଲସଲ ହେଇଯାଉଥିଲା। ତେଣୁ ମୁଁ କହିଲି, ଯାଉନୁ ତୁ ଗୋଟେ କାମ କର, ତୁ ମୋ ମୁଣ୍ଡଟିକୁ ଆଉ ଟିକେ ଚିପିଦେ। ତ ସେ କିଛି ସମୟ ମୁଣ୍ଡ ଚିପିଲା, ନଇଁ ପଡ଼ି ମୋ ମୁଣ୍ଡଟିକୁ ଚିପୁଥାଏ। ଏହି ସମୟରେ ମୁଁ କ'ଣ କଲି ନା ତା ହାତକୁ ଧରି ଟାଣିଦେଲି। ସେ ଥକିନା ମୋ ଉପରେ ଶୋଇପଡ଼ିଲା। ମୁଁ କହିଲି, ଆରେ କ'ଣ କରୁଛୁ? ସେ କହିଲା, ନାଇଁ ମା, ମୋ ହାତଟି ସ୍ଲିପ୍ କରିଗଲା ତ ମୁଁ ସେଇପାଇଁ ପଡ଼ିଗଲି। ମୁଁ କହିଲି, ଆଉ ଉଠୁଛୁ କାହିଁକି? ଯଦି ପଡ଼ିଛୁ ସେମିତି ପଡ଼ିର। ସେ କହିଲା, ନା ମା, ମୋର ଭୁଲ ହେଇଗଲା। ହେଲା, ମୁଁ କହିଲି, ନା ଆରେ କିଛି ବି ତୋର ଭୁଲ ହେଇନାହିଁ। ତୁ ସେମିତି ମୋ ଉପରେ ଶୋଇ ମୋର ଦୁଧକୁ ଟିକେ ଚିପିଦେ। ଏଇ କଥା ଶୁଣି ସେ ପୁରା ତଟସ୍ଥ ହେଇଗଲା। ତଥାପି ଟୋକା ଲୋକ ମୋ ଉପରେ ପଡ଼ିସାରିଲା ପରେ ତା ମନ ମଧ୍ୟ ଡେଇଁବା ପାଇଁ ଆସିଯାଇଥାଏ। ତେଣୁ ସେ କ'ଣ କଲା ନା ଆସ୍ତେ ଆସ୍ତେ ମୋ ଦୁଧକୁ ଚିପିବାକୁ ଲାଗିଲା। ଏହି ସମୟରେ ମୁଁ କ'ଣ କଲି ନା ତାକୁ ହିଟ୍ କରିବା ପାଇଁ ତା ଗାମୁଛା ଭିତରେ ହାତକୁ ପୂରେଇ ଦେଲି ଏବଂ ଗାମୁଛାଟିକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦେଲି। ସେ ପୁରା ଉଲଗ୍ନ ହେଇଗଲା। କି ସୁନ୍ଦର ଚେହେରା! ସେ ଉଲଗ୍ନ ହୋଇଥିବା ସମୟରେ ତା ବାଣ୍ଡଟି ମୋତେ ଦେଖି ପ୍ରବଳ ମାତ୍ରାରେ ଲୋଭ ଲାଗିଲା। ମୁଁ କ'ଣ କଲି ନା ଉଠି ପଡ଼ି ତାକୁ ଶୋଇଦେଲି ଏବଂ ତା ବାଣ୍ଡକୁ ନିର୍ଘାତ ଭାବରେ ଚୁଚୁମି ଚାଲିଲି। ସେତେବେଳକୁ 2 ମାସ ହୋଇଗଲାଣି ମୁଁ ଗିଆଁ ଖାଇନଥିଲି। ତେଣୁ ତାର ସେଇ ଲମ୍ବା ବାଣ୍ଡ ତାକୁ ଦେଖି ସାରିଲା ପରେ ମୋ ବ୍ରେନ୍ ଆଉ କାମ କଲା ନାହିଁ। ମୁଁ ପାଗଳି ଭଳିଆ ତା ବାଣ୍ଡକୁ ଖାଲି ଚୁଷି ଚାଲିଲି, ନିର୍ଘାତ ଭାବରେ ଚୁଷିଲି। କିଛି ସମୟ ଚୁଷି ସାରିଲା ପରେ ସେ ଖାଲି ଏମିତି ହେଉଥିଲା। ମୁଁ କହିଲି, ଆରେ ପାଟି କରନି, ଆଜି ମୁଁ ତୋ ପାଖରୁ ଗିଆଁ ଖାଇବି। ତାପରେ ମୁଁ କ'ଣ କଲି, ମୋ ଶାଢ଼ୀଟିକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦେଲି। ସେ ବି ଉଲଗ୍ନ, ମୁଁ ବି ଉଲଗ୍ନ। କିଛି ସମୟ ଆମେ କଣ୍ଡାକଣ୍ଡି ହେଲୁ। ସେ କ'ଣ କଲା ନା ମୋ ଦୁଧକୁ ଚୁଚୁମିବାକୁ ଲାଗିଲା। କିଛି ସମୟ ଚୁଚୁମିଲା ଏବଂ ତାପରେ ମୁଁ କ'ଣ କଲି, ତା ମୁଣ୍ଡଟିକୁ ଆଣି ମୋ ଦିଆରେ ଜାକିଦେଲି ଏବଂ ତାକୁ କହିଲି, ମୋ ଦିଆକୁ ଭଲ ଭାବରେ ଚାଟ। ସେ କ'ଣ କଲା, ଟୋକା ଲୋକ, ତେଣୁ ସେ କ'ଣ କଲା ନା ମୋ ଦିଆକୁ ପ୍ରବଳ ମାତ୍ରାରେ ଚାଟିଲା। ଏମିତି ଚାଟିଲା ମୋ ସ୍ୱାମୀ ମଧ୍ୟ ଏମିତି କେବେ ଚାଟି ନଥିଲା। ସେ ମୋ ଦିଆକୁ ଚାଟୁଥିବା ସମୟରେ ମୋ ଦିଆରୁ ସବୁ ପାଣି ବାହାରିଗଲା। ତାପରେ ମୁଁ କ'ଣ କଲି ନା ତା ବାଣ୍ଡଟିକୁ ଆଣି ମୋ ଦିଆ ଭିତରେ ପୂରେଇ ଦେଲି। ନିର୍ଘାତ ଭାବରେ ସେ ଘେଇଁ ଚାଲିଲା। 5ରୁ 7 ମିନିଟ୍, 7ରୁ 10 ମିନିଟ୍ ଏମିତି ଘେଇଁ ଚାଲିଲା। କିଛି ସମୟ ଘେଇଁ ସାରିଲା ପରେ ତା ବାଣ୍ଡରୁ ମଧ୍ୟ ସବୁ ରସ ବାହାରିଗଲା। ଆମେ 2 ଜଣ ପୁରା ଶାନ୍ତି ପାଇଗଲୁ। ତାପରେ ଆମେ କିଛି ସମୟ କଣ୍ଡାକଣ୍ଡି ହେଇ ଶୋଇଲୁ। କିଛି ସମୟ ଶୋଇ ସାରିଲା ପରେ ମୁଁ କ'ଣ କଲି, ପୁନର୍ବାର ତା ବାଣ୍ଡରେ ହାତ ବୁଲେଇଲି। 10ରୁ 15 ଥର ତାର ବାଣ୍ଡକୁ ଧରି ହଲେଇଲି। ପୁନର୍ବାର ତାର ବାଣ୍ଡ ପୁରା ଟାଣ ହେଇଗଲା। ସେ ପୁଣି ମୋତେ 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେମିତି ପୁନର୍ବାର ଘେଇଲା ଏବଂ ପାଖାପାଖି 15ରୁ 20 ମିନିଟ୍ ପରେ ତା ବାଣ୍ଡରୁ ସବୁ ରସ ବାହାରିଗଲା। ଏମିତି ଭାବରେ ଆମେ ସେଦିନ ଗିଆଁ ଗେଇ ରାତି ସାରା ହେଲୁ। ତ ଏ ଥିଲା ମୋ ଚାକରକୁ ପଠେଇ ମୁଁ କିପରି ଗିଆଁ ଖାଇଥିଲି ସେ ବିଷୟରେ ଆପଣମାନଙ୍କୁ କହିଲି। ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।